এই হচ্ছে হেন্দেদা গাঁকু যা রাস্তা। দেখ ভাই মানে এটি বাইক ছড়া করি আমি যাচ্ছু এই হেন্দেদা। আজ হেন্দেদা রাস্তা বুলি আসবা। এই যে রাস্তা দেখ বহুত কচ্চা জঙ্গল রাস্তা। এই রাস্তা দিয়ে বাইক মধ্যে যাচ্ছি। এই রাস্তা দেখ বাইক যাইছি আগে দেখাচ্ছি বাইক কেমতি বাইক যাইছি দেখবে। এইটি গোটে ঝরଣା মধ্যে যাইছি। এইটি দেখুন ভাই মানে এই রাস্তা দিয়ে সাইকেল भी পড়িছি। এই রাস্তা দিয়ে বাইক মধ্যে যাচ্ছি। এই রাস্তা দেখো কেতে কচ্চা রাস্তা। কচ্চা রাস্তাରେ ବି ଲୋକମାନେ ଆଜି ବି ରହୁଛନ୍ତି। ମୟୂରଭଞ୍ଜ ଆଦିବାସୀ ଏରିଆ ତ କ'ଣ କରିବା ଭାଇ। ଏ ଦେଖ ଝରଣା ପାଣି। ଏଇ ଝରଣା ପାଣିରୁ ଲୋକମାନେ ଏଇ ଦେଖ ଅଛି ଏଇଠି। ଏଠୁ ନେଇକି ଲୋକମାନେ ପାଣି ମଧ୍ୟ ପିଅନ୍ତି। ଏଇ ରାସ୍ତା ଦେଇକିରି ଆମେ ଯାଉଛୁ ଆଜି ହେନ୍ଦେଦା ଗାଁ ବୁଲିବା। ଦେଖିବା କେମିତି ଗାଁ, କେମିତି ଘର, କେମିତି ରାସ୍ତା ସବୁ ଦେଖିବା। এই যে ভাই ମଧ୍ୟ ଆମର ଆଗେଇଛନ୍ ଗୋଟେ ଛେଳି ଧରିକିରି। ରାସ୍ତା ବହୁତ କଚ୍ଚା ରାସ୍ତା, ଚାଲିକି ଯିବାକୁ ମଧ୍ୟ ବହୁତ କଷ୍ଟ ବି ହେଉଛି। ହେଲେ ଚେଷ୍ଟା ଚାଲିଛି ଗାଁକୁ ପୁରା ପଶିଯିବା ପାଇଁ। ଏଇ ଦେଖ ଲୋକମାନେ ଚାଷ କରିବା ପାଇଁ ତଳା ମଧ୍ୟ ପକାଇ ସାରିଛନ୍। ତାପରେ ବହୁତ ବଣ ଜଙ୍ଗଲ ଏରିଆ। এই যে দেখো না ভাই যাচ্ছন। এই দেখো জঙ্গল উপরে জঙ্গল, বিল। এই জঙ্গল পুরা এটি হাতী মানে भी रुहती। এই যে রাস্তা বহুত কচ্চা রাস্তা। ঘর ଲୋକମାନେ ଜାଳ ପାଇଁ ତିର୍ପଲ ଢାଳି କେହି ରଖିଛନ୍ତି। ଏଇ ଗୋଟେ କୁନି ପିଲାଟା ଆସୁଛି, ତାଙ୍କ ଘରକୁ ଟିକେ ଯିବା ବୁଲି ଆସିବା, ଦେଖିବା ତାଙ୍କ ଘରେ କ'ଣ କରୁଛନ୍ତି ସମସ୍ତେ। এই ଭାଇ ଆଗେ ଗଲେ ଦେଖି ଆସିଲେ। ଏଇ କୁନି ପିଲାଟା ଆମକୁ ରାସ୍ତା ଦେଖାଇ ଦେଉଛି। ଆସ ଏଇଠିରେ ଯିବା, ତାଙ୍କ ବାପାଙ୍କ ସହିତ ଟିକେ ଦେଖା କରିବା ବୋଲି। এই কুনি পিলার সহিত আমি যাচ্ছু। বহু কচ্চা রাস্তা। পিলাটে মধ্যে থকি যাচ্ছি। এই বলদ বাঁধা হয়েছি। লোক মানে আজ এটকার লোক মানে সব কাহারি দেখা হয়ে পারানি। সমস্তে চাউল আনিবা যাইছন্তি তাଙ୍କ পঞ্চায়েত। ପିଲାଟି ଆଗେଇ ଗଲା, ଆମେ ତାଙ୍କ ପଛେ ପଛେ ଚାଲିଛେ। ବହୁତ କଚ୍ଚା ରାସ୍ତା, କି କରିବା କୁହ ଭାଇ ମାନେ। ଥକି ପଡ଼ୁଛେ ଚାଲି ଚାଲି। ଏତେ ପାହାଡ଼ ଉପରେ ଘର। ସରକାରରୁ ଏଇ ସୋଲାର ମିଳିଛି, ସୋଲାର ଲାଇଟ୍। ଦେଖ ଭାଇ, ଏଇ ଦେଖ ଜଙ୍ଗଲିଆ ଛେଳି କେତେ ବଡ଼ ବଡ଼। ସେମାନେ ତାଙ୍କର ରଖିଛନ୍ତି। ପାହାଚ ଭଳିଆ ପଥର କରିଛନ୍ତି। ରାସ୍ତା ଦେଇକି ଉଠିବାକୁ ପଡ଼ୁଛି। ପିଲାଟି ଉଠିଗଲା। ସେ ଡେଲି ପ୍ରାକ୍ଟିସ୍ ଅଛି। ଆମର ତ ପ୍ରାକ୍ଟିସ୍ ନାହିଁ, ସେଇପାଇଁ ଆମେ ଧୀରେ ଧୀରେ ଉଠୁଛୁ। এই দেখো ভাই, ପିଲାଟି ସିଆଡ଼େ ଗଲା କିନ୍ତୁ ସେ ତା ବାପାକୁ ଡାକିବ। କିନ୍ତୁ ଦେଖ ଏଇଟା ଆମର ବାଇକ୍ଟେ ଅଛି, ତୁମେ ଠିକ୍ ସେ ଟିକେ ନଜର କର ଭାଇ। କେତେ ଉପରକୁ ଆମେ ଉଠି ଆସିଲେ। ତାପରେ ମୁଁ ଯାଉଛି ଆହୁରି ଉପରେ ଘର ଅଛି। ଘର ଟ୍ୟୁବୱେଲ୍ ସବୁ ଅଛି, ଦେଖେଇବି। ଟିକେ ଧୈର୍ଯ୍ୟ ଧର। ଦେଖ ଯାଉଛି ଚାଲି ଚାଲି। ଥକି ଗଲି ଭାଇ, କି କରିବା କୁହ। ସେଇପାଇଁ ଧୀରେ ଧୀରେ ଯାଉଛି। କେତେବେଳେ ଥରେ ଦୌଡ଼ୁଛି ତ କେତେବେଳେ ଧୀରେ ଧୀରେ ଚାଲି ଯାଉଛି, କହି ହେଉନି। এই দেখো এটা ଗୋଟେ ବଳଦ ଛୁଆଟେ ଚରୁଛି, ଯାହାକୁ ଆମେ ମୟୂରଭଞ୍ଜ ବାଛୁରୀ ଛୁଆ କହୁ। ଦେଖ ପୁରା ଚରୁଛି ସିଏ ଆରାମରେ। ଘାଳରେ ପଘା ଫଘା କିଛି ନାହିଁ। ଏ ଆଗରେ ଆହୁରି 2-4ଟା ଘର ଅଛି ମଧ୍ୟ। ଏଇ ଦେଖ ଘର କେତେ ଉଞ୍ଚା, ପୁରା ପାହାଡ଼ ଉପରେ ଘର। ସରକାର ତରଫରୁ ଗୋଟେ ଯାହା ହଉ ସରକାର ତ ଧନ୍ୟବାଦ ଦେବା। ଗୋଟେ ଟ୍ୟୁବୱେଲ୍ ମଧ୍ୟ ଏଠି ଖନନ କରିଛନ୍ତି, ଯାହା ଫଳରେ ପାଣି ମଧ୍ୟ ଏଠାରୁ କମ୍ ସମ ବାହାରେ। এই ରାସ୍ତା ଦେଇ ଗଲେ ଆଉ 2-4ଟା ଘର ମିଳିବ। ତାପରେ ଏଠି ହେନ୍ଦେଦାର ଲାଷ୍ଟ ଘର ଉପର ଆଡ଼େ ଅଛି। ଏଟା ଗୋଟେ ଘର ଦେଖ ଭାଇ। ଆଉ ଆଗକୁ ମଧ୍ୟ ଘର ଅଛି। ଦେଖ ନା ରାସ୍ତା, କଚ୍ଚା ରାସ୍ତା। এই ଜଙ୍ଗଲିଆ ରାସ୍ତା, ଜଙ୍ଗଲ ଉପରେ ପାହାଡ଼ ଉପରେ ଘର। এই ଘରରେ ଚାଲି ଚାଲି ଯିବା ପାଇଁ ବହୁତ କଷ୍ଟ, କି କଷ୍ଟ। ଆଜି ମୁଁ ଜାଣି ହେନ୍ଦେଦା ଏତେ କଷ୍ଟ ଲାଗେ ହେନ୍ଦେଦା ଉପରକୁ ଉଠିବା ପାଇଁ। ବୁଝିପାରିଲ ନା ଭାଇମାନେ। ମୁଁ ବହୁ କଷ୍ଟ କରିଛି। ସେଇ ହିସାବରେ ମୋ ଭିଡ଼ିଓଟିକୁ ସବସ୍କ୍ରାଇବ୍ କରିବ, ଲାଇକ୍ କରିବ, କମେଣ୍ଟ କରିବ। ହେନ୍ଦେଦା କିଏ ଦେଖିଛ କହିବ ଭାଇମାନେ। ଦୟାକରି ସବସ୍କ୍ରାଇବ୍ କରିବ ଓ ସେୟାର ମଧ୍ୟ କରିବ, ଭୁଲିବ ନାହିଁ ଭାଇମାନେ। ବହୁତ କଷ୍ଟରେ ଆଜି এই ଭିଡ଼ିଓଟି ବନେଇଛି, ପ୍ରଥମ ଭିଡ଼ିଓ। କେମିତି ଲାଗିଲା କମେଣ୍ଟ କରି ମଧ୍ୟ ନିହାତି ଜଣାଇବ। ରହିଲି ଭାଇ, ନିହାତି କମେଣ୍ଟ କରିବ, ଭୁଲିବନି।